ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ପ୍ରଫେସର ଡକ୍ଟର ବିଦ୍ୟାଧର ମିଶ୍ର ଜଣେ ଉତ୍ସାହୀ ଶିକ୍ଷକ ଏବଂ ଜଣେ ଆଗ୍ରହୀ ଗବେଷକ ଥିଲେ। ସେ ରାଜ୍ୟରେ ଅର୍ଥନୀତିରେ ଗବେଷଣାର ମୂଳଦୁଆ ପକାଇଥିଲେ। ତାଙ୍କ ଆଗ୍ରହର କ୍ଷେତ୍ରଗୁଡ଼ିକ ଥିଲା କୃଷି ଅର୍ଥନୀତି, ଗ୍ରାମୀଣ ବିକାଶ, ବିକାଶ ଅର୍ଥନୀତି ଏବଂ ଦାରିଦ୍ର୍ୟର ଅର୍ଥନୀତି। 1975 ମସିହାରେ ଭାରତୀୟ ଅର୍ଥନୀତି ସଂଘର 58ତମ ବାର୍ଷିକ ସମ୍ମିଳନୀ ପ୍ରଫେସର ମିଶ୍ରଙ୍କ ଦକ୍ଷ ନେତୃତ୍ୱରେ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା। ସେ 1999 ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବେ। ଯଦି ଭଲ ଲାଗିଲା ଭିଡ଼ିଓ ଟିକେ ଲାଇକ୍ କରିଦେବେ, ଭିଡ଼ିଓ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ଦେଖା ହେବାକୁ ଭିଡ଼ିଓରେ। ନମସ୍କାର।